ଧନ୍ୟବାଦ हो ସମସ୍ତଙ୍କୁ ପ୍ରେଜ୍ हो। ମୁଁ ଆଶା କରେ ପ୍ରଭୁଙ୍କ ଅନୁଗ୍ରହରେ ସମସ୍ତେ ଭଲରେ ଥିବେ। ଆଉ ଆଜି ଈଶ୍ୱରଙ୍କ ବାକ୍ୟରୁ କିଛି ପଦ ପାଠ କରିବା। ଆମେ ଏହି ଜଗତରେ ଜନ୍ମ ନେଇଅଛୁ। ଆମ୍ଭମାନଙ୍କ ଶରୀରରେ ଯେଉଁ ଯାଏ ନିଶ୍ୱାସ ପ୍ରଶ୍ୱାସ ଯାତାୟାତ ହେଉଛି, ସେ ଯାଏ ଆମେମାନେ ଜୀବିତ ଅଛୁ। ଆମ୍ଭମାନଙ୍କ ଠାରେ ଜୀବନ ଅଛି। କିନ୍ତୁ ଯୀଶୁ କହନ୍ତି, ଚୋର କେବଳ ଚୋରି କରିବ, ସେ ବୋଧ କରିବ ଓ ବିନାଶ କରିବ। ସେଥିପାଇଁ ସେ ସେଇ ଜାଗାକୁ ଚୋରି କରିବାକୁ ଯାଏ। କିନ୍ତୁ ଯୀଶୁ କହନ୍ତି, ସେମାନେ ଯେ ପ୍ରକାର ଜୀବନ ପାଇବେ, ସେଥିପାଇଁ ମୁଁ ଆସିଅଛି। ଆପଣମାନେ ଭାବୁଥିବେ ଚୋରି କରିବା, ବୋଧ କରିବା, ବିନାଶ କରିବା ଏହିଗୁଡ଼ାକ ଧାର୍ମିକ କାର୍ଯ୍ୟ ନା ପାପ କାର୍ଯ୍ୟ ଅଟେ। ହଁ, ଆମମାନେ ସମସ୍ତେ ଜାଣୁ ଏହା ପାପ ଅଟେ। କିନ୍ତୁ ଯୀଶୁ ଯେଉଁମାନେ ପାପ କରନ୍ତି ସେମାନଙ୍କ ନିମନ୍ତେ ଜଗତକୁ ଆସିଲେ, ସେମାନଙ୍କୁ ପରିତ୍ରାଣ ଦେବା ନିମନ୍ତେ ଜଗତକୁ ଆସିଲେ। ଆଉ ଆପଣ ଆଉ ମୁଁ ସେହି ପ୍ରକାର ପାପରେ ଆଜି ଅଛୁ ନା ନାହିଁ, ସେହି ବିଷୟ ଆମେ ଚିନ୍ତା କରିବା। ଯଦି ପାପରେ ଆମମାନଙ୍କ ଜୀବନଯାପନ କରୁଅଛୁ, ତାହେଲେ ପ୍ରଭୁଙ୍କ ପାଖକୁ ଆସି ଆମେ ପାପକୁ ସ୍ୱୀକାର କରିବା। ଓ ତାଙ୍କରି ବାକ୍ୟ ଲୋକଲିଖିତ ସୁସମାଚାର 5 ପର୍ବର 32 ପଦ କହେ, ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିନାହିଁ, କିନ୍ତୁ ମନ ପରିବର୍ତ୍ତନ ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କ ଜୀବନକୁ ଧାର୍ମିକ ଜୀବନ ଭାବରେ ଅତିବାହିତ କରିବା, ମନ ପରିବର୍ତ୍ତନ କରିବା, ପାପଠାରୁ ପୃଥକ ହେବା, ତାହେଲେ ଆମମାନେ ପରିତ୍ରାଣ ପାଇପାରିବା। ଯଦି ଆମମାନେ ପାପକୁ ପରିତ୍ୟାଗ କରିବା, ତାହା ଆମମାନଙ୍କୁ ପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ବ୍ୟକ୍ତି ହେବା। ଆପଣମାନେ ଏବଂ ମୁଁ ସବୁବେଳେ ଚେଷ୍ଟା କରିବା ଯେ ପାପଠାରୁ ପୃଥକ ରହିବା ପାଇଁ। ଆମେନ୍।